ସବୁଦିନ ପରି ଆଜି ବି ଆମେ ସକାଳୁ ସକାଳୁ ଦି ଭଉଣୀ ଉଠି ସବୁ କାମ ସାରି ଲାଗି ପଡ଼ିଥିଲୁ ଫୁଲ ତୋଳିବାରେ। କାହିଁକି ନା ଆଜି ଥିଲା ମା ଲକ୍ଷ୍ମୀଙ୍କର ସୁଦଶା ବ୍ରତ ପୂଜା, ତ ଢେର କାମ ଥିଲା। ତ ଜଲ୍ଦି ଜଲ୍ଦି ଦି ଭଉଣୀ ଫୁଲ ତୋଳି ଗାଧୋଇ ପାଧି ସଜବାଜ ହେଇ ବାହାରି ଯାଇଥିଲୁ ମା ଲକ୍ଷ୍ମୀଙ୍କ ମନ୍ଦିରକୁ। ସେଠି ଆମେ ସବୁ ବ୍ରତ ପୂଜା କରି ପୁଣି ଘରକୁ ଆସିଥିଲୁ, କାହିଁକିନା ଘରେ ବହୁତ ସାରା କାମ ଥିଲା। ତ ଆଜି ତ ରୋଷେଇ ହବାର ନାହିଁ, ସବୁ ପିଠାପଣା ପୂଜା ହେବ। ତ ମୋତେ ପିଠାପଣା ଯେହେତୁ ନ ଆସେ, ମୁଁ ବସି ପଡ଼ିଥିଲି ଗ୍ରାଇଣ୍ଡିଙ୍ଗ କରିବାରେ। ମୋ ନାନୀ ବସି ପଡ଼ିଥିଲା ପିଠା କରିବାରେ। ଦୁଇ ଜଣଙ୍କୁ ତ ଏତେ କିଛି ଆସେନି, ତ ବୋଉଙ୍କ ସହିତ କଥା ହେଇ ଆଉ ବୁଝି ଆମେ ଦୁଇ ଜଣ ଯାକ ମିଶିକି କରିଥିଲୁ। ବୋଉ ବି ଆମକୁ ଢେର ସାରା ହେଲ୍ପ କରିଥିଲେ। ତାପରେ ସବୁ ଆମେ ଆସିଗଲୁ, ସବୁ ସିଝିଗଲା ପରେ ଆମେ ଆସିକି ବସି ପଡ଼ିଲୁ ପିଠା କରିବାରେ। ପିଠା ଆଜି ପ୍ରଥମ ଥର ମୁଁ ପ୍ରଥମରୁ ଶେଷ ଯାଏଁ କରିଛି। ମୋତେ ତ ବହୁତ ଖୁସି ଲାଗିଛି, କାରଣ ଯେତେବେଳେ ବି ମୁଁ ଘରେ 2-3ଟା ପିଠା କରିକି ଉଠି ପଡ଼େ ଯେ ମୋତେ ଆସିବନି, ମୁଁ ଅଣ୍ଟା କାଟିଲାଣି କରି ଉଠି ପଡ଼େ। କିନ୍ତୁ ଆଜି ମୁଁ ପ୍ରଥମରୁ ଶେଷ ଯାଏଁ ସବୁ ଯାକ ପିଠା କରିଛି। ତାପରେ ବୋଉ ଆସିକି ଠାକୁର ପୂଜା କରିଦେଇଥିଲେ, ପାଣି ଛଡ଼େଇଥିଲେ। ତାପରେ ସମସ୍ତଙ୍କୁ ମୁଣ୍ଡିଆ ମାରି ସ୍ୱାମୀଙ୍କଠୁ ଆଶୀର୍ବାଦ ନେଇଥିଲି। ଆଜି ମୋର ଥିଲା ପ୍ରଥମ ସୁଦଶା ବ୍ରତ।